ପିଲାମାନେ ଲେହ ହଣ୍ଟ ତାଙ୍କର ଯେଉଁ ପ୍ରବନ୍ଧ ଏ ଫ୍ୟୁ ଥଟ୍ସ ଅନ୍ ସ୍ଲିପ୍ରେ ନିଦର ମହତ୍ତ୍ୱ ଏବଂ ତା'ର ଯେଉଁ ସୌନ୍ଦର୍ଯ୍ୟକୁ ଖୁବ୍ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ଦେଖିବା ନା ଲେହ ହଣ୍ଟଙ୍କ ମତରେ ନିଦ ହେଉଛି ପ୍ରକୃତିର ସବୁଠାରୁ ମଧୁର ଏବଂ କୋମଳ ଉପହାର। ଏହା କ'ଣ କରେ ନା ଜଣେ ବ୍ୟକ୍ତିକୁ ବାସ୍ତବ ଦୁନିଆର ଦୁଃଖ ଓ ଚିନ୍ତାରୁ ମୁକ୍ତି ଦେଇ ଏକ ଶାନ୍ତ ତଥା ସ୍ୱପ୍ନର ଦୁନିଆକୁ ନେଇଯାଏ। ଏହାଛଡ଼ା ସେ କୁହନ୍ତି ଯେ ନିଦ ହେଉଛି ଦିନର ଶେଷ ସୀମା, ଦ ଏଣ୍ଡ ଅଫ୍ ଦ ଡେଜ୍ ଜର୍ଣ୍ଣି, ଯେଉଁଠାରେ ମଣିଷ ନିଜର ସମସ୍ତ କ୍ଳାନ୍ତି ଭୁଲିଯାଏ। ନିଦ ସମସ୍ତଙ୍କ ପାଇଁ ସମାନ, ଏହା ରାଜା ହେଉ କିମ୍ବା ଭିକାରୀ, ସମସ୍ତଙ୍କୁ ସମାନ ଭାବରେ ଶାନ୍ତି ପ୍ରଦାନ କରିଥାଏ। ଲେହ ହଣ୍ଟ ସ୍ୱପ୍ନକୁ ନିଦର ଏକ ରହସ୍ୟମୟ ଅଂଶ ଭାବେ ଦେଖନ୍ତି। ସେ କୁହନ୍ତି ଯେ ଯେତେବେଳେ ଆମ ଶରୀର ବିଶ୍ରାମ ନିଏ, ଆମ ମନ ଏକ ଭିନ୍ନ ଜଗତରେ ଭ୍ରମଣ କରେ। ଏହି ସ୍ୱପ୍ନ ଗୁଡ଼ିକ କେତେବେଳେ ସୁଖଦ ହୋଇଥାଏ ତ କେତେବେଳେ ଅଜବ ହୋଇଥାଏ, କିନ୍ତୁ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାଛଡ଼ା ଲେହ ହଣ୍ଟ ଏହି ପ୍ରବନ୍ଧରେ ଦର୍ଶାଇଛନ୍ତି ଯେ ନିଦ କେବଳ ଶାରୀରିକ ବିଶ୍ରାମ ନୁହେଁ, ବରଂ ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅପରିହାର୍ଯ୍ୟ। ନିଦ ଆମର ଶକ୍ତିକୁ ପୁନର୍ଜୀବିତ କରେ, ଯାହାଫଳରେ ଆମେ ପରଦିନର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥାଉ। ଏହା ମନକୁ ଶାନ୍ତ ରଖେ ଓ ଅତ୍ୟଧିକ ଚାପରୁ ମୁକ୍ତି ଦେଇଥାଏ। ପିଲାମାନେ, ଲେହ ହଣ୍ଟଙ୍କ ଏହି ଯେଉଁ ପ୍ରବନ୍ଧଟି ଏକ କବିତା ଶୈଳୀରେ ଲେଖାଯାଇଛି। ସେ ନିଦକୁ ଏକ ଏପରି ଅବସ୍ଥା ଭାବେ ବର୍ଣ୍ଣନା କରିଛନ୍ତି ଯାହା ମୃତ୍ୟୁ ପରି ଦେଖାଗଲେ ମଧ୍ୟ ଏହା ଜୀବନର ସବୁଠାରୁ ଆରାମଦାୟକ ମୁହୂର୍ତ୍ତ। ସେ ଶୋଇବା ସମୟର ଶାନ୍ତ ପରିବେଶ ଏବଂ ସେଥିରୁ ମିଳୁଥିବା ଆନନ୍ଦକୁ ଅତି ସୁନ୍ଦର ଭାବରେ ଏଥିରେ ଉପସ୍ଥାପନ କରିଛନ୍ତି। ପରିଶେଷରେ ସେ କହିଛନ୍ତି ଯେ ନିଦ୍ରା ହେଉଛି ପ୍ରକୃତିର ଏକ ଆଶୀର୍ବାଦ, ଯାହା ମଣିଷକୁ ପୁଣି ଥରେ ନୂଆ ଆଶା ଓ ଶକ୍ତିର ସହ ବଞ୍ଚିବାକୁ ପ୍ରେରଣା ଦେଇଥାଏ। ପିଲାମାନେ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।